जय जगन्नाथ ସାଙ୍ଗମାନେ ଆମେ ଏବେ ଚାଲୁ ଶାଳୀ ଭିଣେଇ କୋରେଇ କାହିଁକିନା ଆମ କୋରେଇରେ ଏବେ ଚାଲିଛି ମେଳା ମୀନା ବଜାରରେ ଆମର ଏବେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ଚାଲିଛି। ତ ଆମେ ଏବେ ସନ୍ଧ୍ୟା ବେଳେ ଚାଲୁ ଶାଳୀ ଭିଣେଇ। ତ ଚାଲନ୍ତୁ ଦେଖିବା ଆମର ମେଳାରେ କଣ ସବୁ ପଡିଛି ଆଉ କଣ ସବୁ ଷ୍ଟଲ ଖାଇବା ଷ୍ଟଲ ହେଇଛି। ଆଉ ଅଲମୋଷ୍ଟ ଯାତ୍ରା ତ ସରିଲାଣି ଯେହେତୁ ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ଆସିଥିଲା ତ ଯାତ୍ରା ସରିଗଲା। ତ ଚାଲନ୍ତୁ ଯିବା ଆଜି ଠାକୁରଙ୍କ ଦର୍ଶନ କରିକି ତାପରେ ଯିବା ଆମର ମେଳା ବୁଲିବା ଆଉ। ଫାଷ୍ଟ ଷ୍ଟାର୍ଟିଂରେ ଆମେ ଠାକୁରଙ୍କୁ ଦର୍ଶନ କଲୁ ଆଉ ଠାକୁରଙ୍କୁ ଟିକେ ଜୁହାର ହେଲୁ ଆଉ ବହୁତ ସୁନ୍ଦର ହଉଛି ମୂର୍ତ୍ତି ସବୁ ବନେଇଛନ୍ତି। ତ ଆର ବର୍ଷ ଅପେକ୍ଷା ଏ ବର୍ଷ ଟିକେ ଭଲ ଡେକୋରେସନ ହେଇଛି ଆଉ ଟିକେ ଭଲ ବି ଲାଗୁଛି। ତ ଠାକୁରଙ୍କୁ ମୋର ଜୁହାର ହେଇସାରିଲା ପରେ ଶାଳୀ ମ୍ୟାଡାମ ବି ତାଙ୍କର ହଉଛି ନିତ୍ୟାକ୍ରମ ଅଛି ସେମାନେ ସିଏ ବି ଜୁହାର ହେଇକି ଟିକେ ଫଟୋ ଫଟୋ ଉଠେଇକି ତାପରେ ଆମେ ବାହାରିବୁ ମେଳା ବୁଲିବା ପାଇଁ। ମେଳାରେ ତ ଝିଅ ଛୁଆଙ୍କର ଜାଣିଥିବେ ଝିଅ ଛୁଆଙ୍କର ଜିନିଷ ସବୁ କଣ ତ ସେଇଠି ସେ ଯିବା ବୁଲିବା ପାଇଁ। ସେ ଦେଖନ୍ତୁ ଏପଟରେ ସବୁ ବହୁତ ସାରା ମାନେ ହଉଛି ହରେକ ମାଲ ସବୁ ପଡିଛି ଆଉ ଏପଟେ ଝିଅ ଛୁଆଙ୍କ ଆଇଟମ ସବୁ କାନଫୁଲ ପାଖରୁ ଢେର ସାରା ଜିନିଷ ସବୁ ପଡିଛି ସେଠି ବୁଲିକି ତାପରେ ଏପଟରୁ କଣ୍ଢେଇ ଫଣ୍ଡେଇ ସବୁ ଦେଖି ଦୁଖାଇକି ତ ତା ବୁଲାବୁଲି ସବୁ ଚାଲିଛି। ତ ଦେଖନ୍ତୁ କେତେ ସାରା ଦୋକାନ ସବୁ ବସିଛି। ଆର ବର୍ଷ ଅପେକ୍ଷା ଏ ବର୍ଷ ବହୁତ ସାରା ଦୋକାନ ବସିଛି। ଏପଟେ ଦେଖନ୍ତୁ ଲାଇଟିଂ ଲାଇଟିଂ ଆଇଟମ ଗୋଟେ ଲୋକ ଗୋଟେ ପୁରା ତାର ଦେହ ସାରା ସବୁ ଲାଇଟିଂ ଲଗେଇ ଦେଇଛି। ଲାଷ୍ଟରେ ହେଲା ଆମର ହଉଛି ଖାଇବା ଆଇଟମ। ବାକି ରହିଲା ଆମେ ବେଶୀ ଜିନିଷ କିଣୁକୁ ନ କିଣୁ କିନ୍ତୁ ଆମେ ବେଶୀ ଖାଇବାକୁ ଆମେ ଯାଉ। ତ ବେଶୀ କିଛି ଖାଇ ସାରିଲା ପରେ ତାପରେ ଦୋଳି ସେକ୍ସନକୁ ପଳେଇ ଆସିଲୁ। ବଢିଆ ବଢିଆ ସୁନ୍ଦର ଦୋଳି ପଡିଛି ଆଉ ଏପଟେ ରାମ ଦୋଳି ପଡିଛି ଚକ୍ରି ଦୋଳି ବି ପଡିଛି। ତ ଲାଷ୍ଟକୁ ଚାଟ ଖାଇକି ଆମେ ପଳାଇଲୁ ବାଏ ବାଏ କହିକି ଘରକୁ।